ସ୍ଥାନୀୟ ୟୁଥ୍ ହଷ୍ଟେଲଠାରେ ମା ମାହେଶ୍ୱରୀ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ନବମ ଜାତୀୟ ଡୁମାଳ ଦିବସ ମା ମାହେଶ୍ୱରୀ ସଂସ୍କୃତି ପରିଷଦର ଅଧ୍ୟକ୍ଷ ଅଦିଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ଯୋଗଦେଇ ପୁରୀ ଓ ଭୁବନେଶ୍ୱରରେ ମାହେଶ୍ୱରୀ ସଂସ୍କୃତି ଭବନ ନିର୍ମାଣ ନିମନ୍ତେ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନା କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ପୂର୍ବତନ ନିର୍ଦ୍ଦେଶକ ଓଡ଼ିଆ ଭାଷା ପ୍ରତିଷ୍ଠାନ କୁଳପତି ବେଦ ବିଶ୍ୱବିଦ୍ୟାଳୟ ତାମିଲନାଡୁ ତଥା ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ପ୍ରଫେସର ଡକ୍ଟର ହରିହର କାନୁନଗୋ ଯୋଗଦେଇ ସ୍ତମ୍ଭରୂପୀ ଜଗନ୍ନାଥ ଉପାସନାରେ ଡୁମାଳ ଜାତିର ଭୂମିକା ଉପରେ ଏକ ଗବେଷଣାଧର୍ମୀ ସନ୍ଦର୍ଭ ଉପସ୍ଥାପନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ରାଜ୍ୟ ସଭାପତି ଦେବାର୍ଚ୍ଚନ ଚାଉଳିଆ, ପୂର୍ବତନ ରାଜ୍ୟ ଉପସଭାପତି ପାଣ୍ଡବ କର୍ଣ୍ଣ, ପୂର୍ବତନ ସମ୍ପାଦକ କୃତିବାସ ପଲ୍ଲିଆ, ଡୁମାଳ ପରିଷଦ ଓଡ଼ିଶା ମହିଳା ସଭାପତି ହେମବତୀ କରଣ, ମାହେଶ୍ୱରୀ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁଟ ଅଧ୍ୟକ୍ଷ ଫକୀର କର୍ଣ୍ଣ, ଜିଲ୍ଲା ଯୁବ ଡୁମାଳ ବିକାଶ ପରିଷଦ ବୌଦ୍ଧ ସଭାପତି ଶମ୍ଭୁ ଗିରି, ମା ମାହେଶ୍ୱରୀ ସେନା ସେନାଧ୍ୟକ୍ଷ ଥବିର କର୍ମୀ, କୁରୁଆ ସରପଞ୍ଚ ପୁଷ୍ପାଞ୍ଜଳି କଳତା, ଭେଡେନ ବ୍ଲକ ଉପାଧ୍ୟକ୍ଷ ଡୋଳାମଣି ଖେତି, ଜାତିର ବରିଷ୍ଠ ସଦସ୍ୟ ଜୟମଙ୍ଗଳ ବିଶି, ମାନସିଂ ବାଘାର, ଅନ୍ତର୍ଯାମୀ ବଘାର, ଲୋକନାଥ ଗେଜୋ, ଅନୁଗୁଳ କେନ୍ଦ୍ର ସଭାପତି ଉଦୟନାଥ ପ୍ରଧାନ ଓ ବାଣୀଗୋଛା କେନ୍ଦ୍ର ସମ୍ପାଦକ ସୁଦର୍ଶନ ମହାକୁଡ଼ ପ୍ରମୁଖ ମଞ୍ଚାସୀନ ହୋଇ ଉଦ୍ବୋଧନ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ଓ ଅନୁଷ୍ଠାନର ମୁଖ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ନିକଟରେ ସ୍ୱର୍ଗାରୋହଣ କରିଥିବା ଶିକ୍ଷକ ଦେଶବନ୍ଧୁ ମହାକୁଳ, ଚିନ୍ମୟ ମହାକୁଡ଼ ଓ ହୀରା ମହାକୁଡ଼ ଭାଉଜଙ୍କ ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ଜାତୀୟ ଡୁମାଳ ଦିବସ ପାଳନ করবার গোটে পরিকল্পনা করেছিলেন। অনেক লোক কহুছন যে জাতীয় ডুমাল দিবস কেন আধারে পালন করা যাচ্ছে। আজ্ঞা আম পরিচয় কেমিটি জাতীয় স্তরে করিপারিবা সেপাই করুছু এবং এই জাতীয় স্তরে করিপারিলে আমি আমার জাতিকে আগকু নেই পারিবা। আমি কালি কহ্নেই চরণ জিন্দাবাদ, ঘণ্টা মালে কহ্নেই চরণ জিন্দাবাদ। প্রাবন্ধিক